ସୁକିନ୍ଦା ଖଣି ଅଞ୍ଚଳସ୍ଥିତ ଦେଓଗାଁରେ ମା ଖଣ୍ଡୁରାଇଙ୍କ ପୀଠରେ ବାର୍ଷିକ ପୁଷ୍ପାଭିଷେକ ଉତ୍ସବ ଅନୁଷ୍ଠିତ। ସୁକିନ୍ଦାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରାଇଙ୍କ ବାର୍ଷିକ ପୁଷ୍ପାଭିଷେକ ଉତ୍ସବ ଆଜି ତାଙ୍କର ମୂଳପୀଠ ସ୍ଥାନୀୟ ସୁକିନ୍ଦା ଖଣି ଅଞ୍ଚଳସ୍ଥିତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁଠାରେ ଅନୁଷ୍ଠିତ ହୋଇଥିବା ଶନିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି। ଏଥିପାଇଁ ଦେଓଗାଁ ଖଣ୍ଡୁରାଇ ପୀଠ ଉତ୍ସବ ମୁଖର ହୋଇଉଠିଥିଲା। ମୁଖ୍ୟ କର୍ତ୍ତା ଭାବେ ସୁକିନ୍ଦାଗଡ଼ର ରାଜସାହେବ ବୁଧେବ ଭୂପତି ହରିଚନ୍ଦନ ମହାପାତ୍ର ଓ ଯୁବରାଜ ଅନିଲ କୁମାର ସିଂଦେଓ ଖଣ୍ଡୁରାଇଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଧୂପଦୀପରେ ବନ୍ଦାପନା କରିଥିଲେ। ଆଜି ପ୍ରତ୍ୟୁଷରୁ ଦିନ ତମାମ ଭଜନ କୀର୍ତ୍ତନ ଲାଗି ରହିଥିଲା। ପୂଜକ ମହେଶ୍ୱର ଦେହୁରୀ ଓ ଏକୁଲ ଗାଁର ନିମନ୍ତ୍ରିତ କାଳିସୀ ଶହ ଶହ ଶ୍ରଦ୍ଧାଳୁଙ୍କର ଶୁଭ ମନାସିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେମାନଙ୍କର ଭାଗ୍ୟ ଓ ଭବିଷ୍ୟତ କହିଥିଲେ। ଏହି ଅବସରରେ ସ୍ଥାନୀୟ ପଲ୍ଲୀ ସୌରିକ ଅଞ୍ଚଳର 12ଟି ରାଜସ୍ୱ ଗାଁର ମୁଖିଆ ଭାବେ 12 ପ୍ରଧାନୀଙ୍କ ଦ୍ୱାରା ରାଜାସାହେବଙ୍କ ଅଭିଷେକ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା।